ପସ୍କୋ ପ୍ରତିରୋଧ ମଞ୍ଚର ରାସ୍ତା ଅବରୋଧ। କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ଅଞ୍ଚଳରେ ଜିଲ୍ଲାର ଏକ ମେଗା ଷ୍ଟିଲ୍ ପ୍ଲାଣ୍ଟ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ପ୍ରସ୍ତାବିତ ଅଞ୍ଚଳରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ହେବା ନିଶ୍ଚିତ କି ଅନିଶ୍ଚିତ ତାହା ବର୍ତ୍ତମାନ ସୁଦ୍ଧା ସନ୍ଦେହ ଘେରରେ ରହିଛି। ପ୍ରସ୍ତାବିତ ଷ୍ଟିଲ୍ ପ୍ଲାଣ୍ଟ ଅଞ୍ଚଳର ପ୍ରଭାବିତ 12ଟି ଗ୍ରାମର ଲୋକମାନେ ପ୍ରବଳ ବିରୋଧ କରିଆସୁଛନ୍ତି। ରାଜ୍ୟ ସରକାର ଏହି ଅଞ୍ଚଳରେ ଷ୍ଟିଲ୍ ପ୍ଲାଣ୍ଟ ହେବା ପାଇଁ ଜିନ୍ଦଲ ଏବଂ ପସ୍କୋ ସହିତ ଚୁକ୍ତି କରିଥିବା ବେଳେ ପ୍ରଭାବିତ 12ଟି ଗ୍ରାମର ଲୋକମାନେ ଏକ ଜିନ୍ଦଲ ପସ୍କୋ ପ୍ରତିରୋଧ ମଞ୍ଚ ଗଠନ କରି ପ୍ରବଳ ବିରୋଧ କରିଚାଲିଛନ୍ତି। ଶୁକ୍ରବାର ଚେମେଣା ଗ୍ରାମ ପଞ୍ଚାୟତର ଭୃଙ୍ଗରାଜପଶି ଗ୍ରାମରେ ଷ୍ଟିଲ୍ ପ୍ଲାଣ୍ଟ କରିବା ପାଇଁ ଗ୍ରାମସଭା ହେବାର ଯୋଜନା କରାଯିବାର ଖବର ପାଇ ଜିନ୍ଦଲ ପସ୍କୋ ପ୍ରତିରୋଧ ମଞ୍ଚର ହଜାର ହଜାର ଲୋକ ବିରୋଧ କରିଥିଲେ। ପ୍ରଶାସନ ଅଧିକାରୀମାନଙ୍କୁ ଗ୍ରାମସଭା ସ୍ଥାନକୁ ପୁରାଇ ନ ଦେବା ପାଇଁ 4ଟି ସ୍ଥାନରେ ରାସ୍ତାକୁ ଅବରୋଧ କରିଥିଲେ। ପ୍ଲାଣ୍ଟ ବିରୋଧୀ ମହିଳା ପୁରୁଷ ଏକତ୍ରିତ ହୋଇ ଚିଲିଦା, ଚେମେଣା, ନୂଆଗାଁ ଓ ବରୁଡ଼ିପଶି ରାସ୍ତାରେ ଧାରଣା ଦେଇ ରାସ୍ତା ଅବରୋଧ କରି ବିଭିନ୍ନ ପ୍ଲାଣ୍ଟ ବିରୋଧୀ ସ୍ଲୋଗାନ ଦେଇ ରାସ୍ତାରେ ବସି ରହିଥିବା ବେଳେ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିବା ସାହସ କରିପାରିନଥିଲେ। ଏହି ରାସ୍ତା ଅବରୋଧରେ ବିଭିନ୍ନ ଗ୍ରାମର କମିଟି ତରଫରୁ ରାସ୍ତାରୋକ କରାଯାଇଥିଲା। ଘଟଣାସ୍ଥଳରେ ଆନ୍ଦୋଳନ ତୀବ୍ରତର ହୋଇ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପ୍ରଶାସନ ଦ୍ୱାରା ହେବାକୁ ଥିବା ଗ୍ରାମସଭା ବନ୍ଦ ହୋଇଯାଇଥିଲା। କେନ୍ଦୁଝର ଜିଲ୍ଲାରେ ପ୍ରସ୍ତାବିତ ମେଗା ଷ୍ଟିଲ୍ ପ୍ଲାଣ୍ଟ ହେବାର ସ୍ୱପ୍ନ ଧୀରେ ଧୀରେ ମଉଳି ଯିବାକୁ ବସୁଥିବା ବେଳେ ପ୍ରଶାସନ ଏହାର କେମିତି ସମ୍ମୁଖୀନ ହେବ ତାହା ଆଗାମୀ ଦିନକୁ ଅପେକ୍ଷା ରହିଲା। ଏହି ଆନ୍ଦୋଳନରେ ଜିନ୍ଦଲ ପସ୍କୋ ପ୍ରତିରୋଧ ମଞ୍ଚର ସଭାପତି ଘନଶ୍ୟାମ ମହାନ୍ତ, ସମ୍ପାଦକ ବେଣୁଧର ସରଦାର, ଯୁବନେତା ଅକ୍ଷୟ କୁମାର ନାୟକ, ବେଣୁଧର ମହାନ୍ତ, ଧନମଣି ମହାନ୍ତ, ନେତ୍ରମଣିର ପ୍ରମୁଖ ସାମିଲ ହୋଇଥିଲେ। କେନ୍ଦୁଝରରୁ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, এবি ନ୍ୟୁଜ।